ମୁଁ ଆଜି ମାର୍ଗଶିର ମାସ ମାଣବସା ଗୁରୁବାର ପାଇଁ ଦୁଇ ପ୍ରକାର ଶାଗର ରେସିପି ବନେଇବି। ଆପଣ এই ଦୁଇ ପ୍ରକାର ଶାଗ ରେସିପିକୁ ବହୁତ ସହଜରେ ଆଉ କମ୍ ସମୟରେ ପ୍ରସ୍ତୁତ କରିପାରିବେ। ଆପଣ ଆକୁ କୌଣସି ବି ଓଷା ବ୍ରତ ଦିନ ପ୍ରସ୍ତୁତ କରି ଖାଇପାରିବେ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ଶାଗର ପ୍ରଥମ ରେସିପି ପାଇଁ ମୁଁ ଏଠି 2 ବିଡ଼ା ଶାଗ ନେଇଛି ଆଉ ଗୋଟେ ଗିନା ମୁଗ ଡାଲି ନେଇଛି। ପରିବାରେ ମୁଁ ଏଠି ବିନ୍ସ, ବାଇଗଣ, ସାରୁ ଆଉ କଖାରୁ ନେଇଛି। ମାଣବସା ଗୁରୁବାରରେ ଆଳୁ ପଡ଼ିନଥାଏ, ସେଥିପାଇଁ ମୁଁ ଏଠି ଆଳୁ ନେଇନି। ଆପଣ ଆପଣଙ୍କ ଚଏସ୍ର କିଛି ବି ପରିବା ନେଇପାରିବେ। ମୁଁ ଏଠି ଗ୍ୟାସ୍ରେ ଗୋଟେ କଡ଼େଇ ବସାଇ ଗରମ ହେବାକୁ ରଖିଥିଲି। କଡ଼େଇ ଭଲସେ ଗରମ ହେଲା ପରେ ମୁଁ ଏଥିରେ ମୁଗ ଡାଲିକୁ ଦେଇ ଦେଉଛି। ଏବେ ଆମେ ମୁଗ ଡାଲିକୁ କଣ୍ଟିନ୍ୟୁଅସ୍ ଗୋଳେଇ ଗୋଳେଇ ଲୋ ଫ୍ଲେମ୍ରେ ଭାଜିବା, ଯେମିତି ମୁଗ ଡାଲି ଟିକେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଫ୍ରାଏ ହେଇଯିବ। ଆପଣ ଆ ଜାଗାରେ ଦେଶୀ ମୁଗ ଡାଲି ନେଇପାରିବେ। ମୁଗ ଡାଲି ଏଠି ଭଲସେ ଭାଜି ହେଇଗଲାଣି। ଏବେ ଆମେ ଗ୍ୟାସ୍ ବନ୍ଦ କରିଦେବା ଆଉ ମୁଗ ଡାଲିକୁ ଗୋଟେ ବଡ଼ ବାଉଲ୍ରେ କାଢ଼ିଦେବା। ମୁଁ ଏଠି କଡ଼େଇରେ ପାଖାପାଖି 3 ଗ୍ଲାସ୍ ପାଣି ଦେଇଛି। ଆପଣଙ୍କୁ ଶାଗ ତରକାରୀର ଯେମିତି କନସିଷ୍ଟେନ୍ସି ଦରକାର ସେ ଅନୁସାରେ ପାଣି ଦେବେ। ତାପରେ ମୁଁ ଏଥିରେ 1/3 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ ପକାଇଛି। ପାଣି ଭଲସେ ଫୁଟିଗଲା ପରେ ଆମେ ଏଥିରେ ଭାଜିକି ରଖିଥିବା ମୁଗ ଡାଲିକୁ ଭଲସେ ଧୋଇକି ଦେଇଦେବା। ଏବେ ଆମେ ସବୁକୁ ଭଲସେ ମିକ୍ସ କରିଦେବା। ତାପରେ ଆମେ ଆକୁ କଭର୍ କରି ଲୋ ଫ୍ଲେମ୍ରେ 5 ରୁ 6 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ମୁଗ ଡାଲି 40 ରୁ 50% ପର୍ଯ୍ୟନ୍ତ ସିଝିଯିବ। 5 ରୁ 6 ମିନିଟ୍ ପରେ ମୁଁ ଏଠି ଘୋଡ଼ଣୀ କାଢ଼ି ଦେଇଛି। ଏବେ ଆମେ ଏଥିରେ କାଟିକି ରଖିଥିବା ପରିବାକୁ ଦେଇଦେବା। ତାପରେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା ଆଉ ସବୁକୁ ଭଲ ଭାବେ ମିକ୍ସ କରି ଆମେ ଆକୁ କଭର୍ କରି ଲୋ ଫ୍ଲେମ୍ରେ 7 ରୁ 8 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ମୁଗ ଡାଲି ଆଉ ପରିବା ଭଲସେ ସିଝିଯିବ। ମୁଁ ଏଠି ଯେଉଁ ଶାଗ ନେଇଥିଲି ତାକୁ ଭଲ ଭାବେ ବାଛିକି ପାଣିରେ 3 ରୁ 4 ଥର ଧୋଇକି ନେଇଯାଇଛି। ଏବେ ଆମେ ଶାଗକୁ ଛୋଟ ଛୋଟ କରି କାଟିକି ନେଇଯିବା। ଶାଗ, ପରିବା, ମୁଗ ଡାଲିର କ୍ୱାଣ୍ଟିଟି ଆପଣ ଆପଣଙ୍କ ଟେଷ୍ଟ ହିସାବରେ କମ୍ ବେଶୀ କରିପାରିବେ। ଶାଗକୁ ପ୍ରଥମେ ଗୋଟା ଧୋଇବେ, ତାପରେ କାଟିବେ, କାରଣ ଶାଗରେ ବହୁତ ବାଲି ଆଉ ମାଟି ଥାଏ। 7 ରୁ 8 ମିନିଟ୍ ପରେ ମୁଁ ଏଠି ଘୋଡ଼ଣୀ କାଢ଼ି ଦେଇଛି। ମୁଁ ଏଠି ଆପଣଙ୍କୁ ଦେଖାଇ ଦେଉଛି। ଏଠି ପରିବା ସବୁ ଭଲସେ ସିଝି ଯାଇଛି ଆଉ ମୁଗ ଡାଲି ବି ଏଠି ଭଲସେ ସିଝି ଯାଇଛି। ଏବେ ଆମେ ସବୁକୁ ଆଉ ଥରେ ଭଲସେ ମିକ୍ସ କରିଦେବା ଆଉ ଗ୍ୟାସ୍ ବନ୍ଦ କରିଦେବା। ମୁଁ ଏଠି ଗ୍ୟାସ୍ରେ ଗୋଟେ କଡ଼େଇ ବସାଇ ଗରମ ହେବାକୁ ରଖିଥିଲି। କଡ଼େଇ ଭଲସେ ଗରମ ହେଲା ପରେ ମୁଁ ଏଥିରେ ଘିଅ ଦେଇଛି। ଘିଅ ଜାଗାରେ ଆପଣ ରିଫାଇନ୍ ଅଏଲ୍ ନେଇପାରିବେ। ଘିଅ ଭଲସେ ଗରମ ହେଇଗଲା ପରେ ମୁଁ ଏଥିରେ 2ଟା ଶୁଖିଲା ଲଙ୍କା ଆଉ 2 ଛୋଟ ଚାମଚ ଜିରା ଦେଇଛି। ଏବେ ଆମେ ସବୁକୁ ଭଲସେ ମିକ୍ସ କରି ଆକୁ ଭାଜିବା। ଜିରା, ଶୁଖିଲା ଲଙ୍କା ଭଲସେ ଭାଜି ହେଇଗଲା ପରେ ମୁଁ ଏଠି 1 ଇଞ୍ଚର ଅଦା ଆଉ 2ଟା କଞ୍ଚା ଲଙ୍କାକୁ ଛେଚିକି ପକାଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ କଞ୍ଚା ଲଙ୍କା ନେବେ। ସବୁକୁ ଭଲସେ ମିକ୍ସ କରି 1/2 ରୁ 1 ମିନିଟ୍ ପର୍ଯ୍ୟନ୍ତ ଫ୍ରାଏ କଲା ପରେ ମୁଁ ଏଥିରେ କାଟିକି ରଖିଥିବା ଶାଗକୁ ଦେଇ ଦେଉଛି। ସବୁକୁ ଭଲସେ ମିକ୍ସ କରି ପ୍ରଥମେ ଆମେ ଶାଗକୁ ହାଇ ଫ୍ଲେମ୍ରେ 1 ରୁ 2 ମିନିଟ୍ ପର୍ଯ୍ୟନ୍ତ ଫ୍ରାଏ କରିବା। ତାପରେ ଆମେ ଆକୁ କଭର୍ କରି ଲୋ ଫ୍ଲେମ୍ରେ 3 ରୁ 4 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ଶାଗ 80 ରୁ 90% ପର୍ଯ୍ୟନ୍ତ ସିଝିଯିବ। 4 ରୁ 5 ମିନିଟ୍ ପରେ ମୁଁ ଏଠି ଘୋଡ଼ଣୀ କାଢ଼ି ଦେଇଛି। ଏବେ ଆମେ ସବୁକୁ ଆଉ ଥରେ ଭଲସେ ମିକ୍ସ କରିଦେବା। ତାପରେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା। ଶାଗ ପାଇଁ ଯେତିକି ଲୁଣ ଦରକାର ସେତିକି ଲୁଣ ଦେବେ। ତାପରେ ଆମେ ଏଥିରେ ସିଝେଇକି ରଖିଥିବା ମୁଗ ଡାଲି ଆଉ ପରିବାକୁ ଦେଇଦେବା ଆଉ ସବୁକୁ ଭଲସେ ମିକ୍ସ କରିଦେବା। ଯଦି ଆପଣଙ୍କୁ ଶାଗ ମୁଗ ଏଠି ବହଳିଆ ଲାଗୁଥିବ ତାହେଲେ ଆପଣ ଏଠି ଗରମ ପାଣି ଦେଇପାରିବେ। ତାପରେ ଆମେ ଆକୁ କଭର୍ କରି ଲୋ ଫ୍ଲେମ୍ରେ 2 ରୁ 3 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ଶାଗ ଭଲସେ ସିଝିଯିବ। 2 ରୁ 3 ମିନିଟ୍ ପରେ ମୁଁ ଏଠି ଘୋଡ଼ଣୀ କାଢ଼ି ଦେଇଛି। ଏବେ ଆମେ ସବୁକୁ ଆଉ ଥରେ ଭଲସେ ମିକ୍ସ କରିଦେବା ଆଉ ଗ୍ୟାସ୍ ବନ୍ଦ କରିଦେବା। ଶାଗ ଏଠି ଭଲସେ ସିଝି ଯାଇଛି। ଏବେ ମୁଁ ଏଥିରେ ଭଜା ଜିରା ଲଙ୍କା ଗୁଣ୍ଡ ପକାଇଛି। ଆପଣ ଆପଣଙ୍କ ଟେଷ୍ଟ ହିସାବରେ ଭଜା ଜିରା ଲଙ୍କା ଗୁଣ୍ଡ ପକାଇବେ। ଏବେ ଆମେ ସବୁକୁ ଆଉ ଥରେ ଭଲସେ ମିକ୍ସ କରିଦେବା। ଶାଗ, ମୁଗ ଏଠି ରେଡ଼ି ହେଇଯାଇଛି।
सेकेंड रेसिपी स्टार्ट करने पूर्व आपको गोटे छोट रिक्वेस्ट करुच्ची जदि आपको यह रेसिपी भल लगे तो लाइक करेंगे आपण सांग मान सहित शेयर करेंगे जदि एपर्यंत मो चैनल को सब्सक्राइब करना तो सब्सक्राइब करने को जमार भूलें पाखे बेल आइकन ऑल नोटिफिकेशन ने क्लिक करेंगे यह द्वारा मो जो वीडियो आसो आप प्रथम देखिपारे जदि फेसबुक देखुं तो फॉलो करने को जमार भूलें। सेकेंड रेसिपी मैं दी पिड़ा शाग को भल भाव बाछिकी पानी रे 3 ରୁ 4 थर धोईकी नहीं जाइए। एबे आमे शाग को काटिबा शाग को पूरा छोट छोट करी काटिकी नहीं जिबे। आपण ए रेसिपी को जगार देखुचंती कमेंट सेक्शन में जणेबे। शागरे पकेया पे मैं किछि परिबा नेइछि परिबारे मु कखारु सारू कंदमूल नेइछि आपण एथिरे कंचा कदली आ बैगण भी पकई परिबे। मैं गैस रे गोटे कढ़ई बसई गरम होगा रखी कढ़ई भलसे गरम है मैं घी देती घी जगार आपड़ रिफाइन ऑयल नहीं पारे। घी भलसे गरम है मैं गोटे छोट चामच जीरा देती जीरा भलसे भाजी गला मैं 1 इंचर अदा आ गोटे कंचा लंका को छेचिकी पकई आपन को जी राग दरकार से अनुसार कंचा लंका ने अदा कंचा लंका छेचा को हाफ रु 1 मिनिट पर्यंत फ्राए कला परे मैं काटिक रखि परिबा को दे दूची। एबे आमे एथिरे स्वाद अनुसार लूण पकेइबा परिबा पई जतिकी लूण दरकार सेतिकी लूण देबे। एबे आमे सब को भल से मिक्स करी आमे को मीडियम टू हाई फ्लेम रे 1 ରୁ 2 मिनिट पर्यंत भाजीबा। आपण चाहिले एथिरे हळदी गुंड पकेइ परिबे। परिबा को 1 ରୁ 2 मिनिट पर्यंत भाजिला परे आमे को कवर करी लो फ्लेम रे 5 ରୁ 6 मिनिट पर्यंत कुक करिबा जेमती परिबा 80% पर्यंत सिझी जिवो। मझिरे मझिरे घोड़णी काढ़ी परिबा को गोलौथिबे नहले आर तळपट लागी पोड़ी जाई पारे। 5 ରୁ 6 मिनिट पर मैं घोड़णी काढ़ी देछि परिबा 80% पर्यंत सिझी गलानी। एबे आमे एथिरे काटिक रखिथिबा शाग को देई दबा आ कवर करी शाग को हाई फ्लेम रे 1 ରୁ 2 मिनिट पर्यंत कुक करिबा जेमती शाग टिके नरम हे जिवो। 1 ରୁ 2 मिनिट पर मैं घोड़णी काढ़ी देछि। एबे आमे एथिरे स्वाद अनुसार लूण पकेइबा शाग पई जतिकी लूण दरकार सेतिकी लूण पकेइबे। एबे आमे सब को आउ थरे भल से मिक्स करि दबा तापरे आमे को कवर करी लो फ्लेम रे 3 ରୁ 4 मिनिट पर्यंत कुक करिबा जेमती शाग आ परिबा भल भाबे सिझी जिवो। 3 ରୁ 4 मिनिट पर मैं घोड़णी काढ़ी देछि। मैं आपन को देखै दउछि शाग कखारु सारू आ कंदमूल एटी भल से सिझी जाइछि। एबे आमे एथिरे किछि नडिया कोरा दबा आपण आपन को टेस्ट हिसाब रे नडिया कोरार क्वांटिटी कम बेसी करि परिबे। एबे आमे सब को आउ थरे भल से मिक्स करि दबा आ गैस बंद करि दबा। शागर ए रेसिपी एटी रेडी हे जाइछि। जदि आपन को यह 2 प्रकार शाग रेसिपी भल लगी तो लाइक करेंगे आपण सांग मान सहित शेयर करेंगे जदि एपर्यंत मो चैनल को सब्सक्राइब करना तो सब्सक्राइब करने को जमार भूलें पाखे बेल आइकन ने ऑल नोटिफिकेशन ने क्लिक करेंगे यह द्वारा मो जो वीडियो आसो आप प्रथम देखिपारे। थैंक यू फॉर वाचिंग।